ନମସ୍କାର। କେବେ ଏମିତି ଭାବିଛନ୍ତି ଯେ ଜଣେ ମଣିଷ କେବଳ ନିଜେ ଜ୍ଞାନ ଆଉ ବୁଦ୍ଧି ବଳରେ ଗୋଟା ବିଶାଳ ପର୍ବତକୁ ବି ମୁଣ୍ଡ ନୁଆଇବାକୁ ବାଧ୍ୟ କରିପାରେ? ହଁ, ଆଜି ଆମେ ସେହିଭଳି ଜଣେ କିମ୍ବଦନ୍ତୀ ଋଷିଙ୍କର ଏକ ଅବିଶ୍ୱାସନୀୟ କାହାଣୀ ଶୁଣିବାକୁ ଯାଉଛେ। ଆସନ୍ତୁ କଳ୍ପନା କରିବା ଏକ ଏମିତି ପ୍ରାଚୀନ ସମୟର ଯେଉଁଠି କାହାର ଆତିଥ୍ୟ ଗ୍ରହଣ କରିବାଟା ମୃତ୍ୟୁକୁ ଡାକିବା ସମାନ ଥିଲା, କାରଣ ସେଠି ସ୍ୱାଗତର ମିଠା କଥା ପଛରେ ଲୁଚିକି ରହୁଥିଲା ଏକ ଭୟଙ୍କର ଷଡ଼ଯନ୍ତ୍ର। ତେବେ ଆଜିର ଏହି କାହାଣୀରେ ଆମେ କ'ଣ ସବୁ ଦେଖିବାକୁ ଯାଉଛେ? ଆମେ ରାକ୍ଷସଙ୍କର ଏକ ଛଳନାପୂର୍ଣ୍ଣ ଭୋଜିରୁ କଥା ଆରମ୍ଭ କରିବା, ତାପରେ ଜଣେ ଋଷିଙ୍କର ଦିବ୍ୟ ଦୃଷ୍ଟି ବିଷୟରେ ଜାଣିବା, ଏକ ଅହଙ୍କାରୀ ପର୍ବତର ଆହ୍ୱାନ ଦେଖିବା, ଆଉ ଶେଷରେ ଦେଖିବା କେମିତି ଜ୍ଞାନର ସବୁବେଳେ ବିଜୟ ହୁଏ। ଆସନ୍ତୁ ଆରମ୍ଭ କରିବା। ଆମ କାହାଣୀର ଆରମ୍ଭ ହେଉଛି ଗୋଟେ ଭୋଜିରୁ। କିନ୍ତୁ ଏହା କୌଣସି ସାଧାରଣ ଭୋଜି ନଥିଲା। ଏଇଟା ଥିଲା ରାକ୍ଷସମାନଙ୍କର ଏକ ଭୟଙ୍କର ଛଳନା। ଆଚ୍ଛା, ତ ତାହେଲେ କଥାଟା ଥିଲା ଏମିତି। ଦୁଇଜଣ ରାକ୍ଷସ ଭାଇ ଥିଲେ, ଇଲବଳ ଆଉ ବାତାପି। ସେମାନେ ଋଷିମୁନିମାନଙ୍କୁ ପ୍ରବଳ ଘୃଣା କରୁଥିଲେ, ଆଉ ସେମାନଙ୍କର ଷଡ଼ଯନ୍ତ୍ରଟା ଥିଲା ଭାରି ଭୟଙ୍କର। ଇଲବଳ ପ୍ରଥମେ କୌଣସି ଯାତ୍ରୀ ଋଷିଙ୍କୁ ବହୁତ ଆଦରରେ ଆଶ୍ରୟ ଦେବାର ନାଟକ କରୁଥିଲା। ତାପରେ ସେମାନେ ଖାଇବା ଜିନିଷରେ ମାରାତ୍ମକ ବିଷ ମିଶାଇକି ପରସୁଥିଲେ, ଆଉ ଯେତେବେଳେ ସେହି ଅସହାୟ ଅତିଥି ଜଣକ ଚେତାଶୂନ୍ୟ ହୋଇଯାଉଥିଲେ, ସେମାନେ ତାଙ୍କୁ ମାରି ଖାଇଦେଉଥିଲେ। କିନ୍ତୁ କୁହନ୍ତି ନା, ପାପର ଘଡ଼ ଦିନେ ନା ଦିନେ ପୂର୍ଣ୍ଣ ହୁଏ। ସେମାନଙ୍କର ସାମ୍ନା ହେଲା ଏମିତି ଜଣେ ଋଷିଙ୍କ ସହ ଯିଏ ତାଙ୍କ କଳ୍ପନା ବାହାରେ ଥିଲେ। ଏଇଠୁ ହିଁ ଆରମ୍ଭ ହେଲା ତାଙ୍କର ଦିବ୍ୟଦୃଷ୍ଟିର ଖେଳ। ସେ ଥିଲେ ମହାନ ଋଷି ଅଗସ୍ତ୍ୟ, ଆଉ ତାଙ୍କୁ ଦିବ୍ୟଦୃଷ୍ଟା ବୋଲି କୁହାଯାଉଥିଲା। ତେବେ ଏ ଦିବ୍ୟଦୃଷ୍ଟାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଯାହାଙ୍କ ପାଖରେ ଏମିତି ଏକ ଦିବ୍ୟ ଦୃଷ୍ଟି ଅଛି ଯାହା ସାହାଯ୍ୟରେ ସେ ସଂସାରର ସେହି ସତ୍ୟକୁ ବି ଦେଖିପାରନ୍ତି ଯାହା ସାଧାରଣ ଆଖିକୁ ଦେଖାଯାଏ ନାହିଁ। ବିଚାରା ଇଲବଳକୁ କ'ଣ ଜଣାଥିଲା ଯେ ସେ କାହା ସହ ଲାଗୁଛି? ସେ ନିଜର ସେଇ ପୁରୁଣା ଚାଲ ଚଳେଇ ବିଷମିଶା ଖାଦ୍ୟ ପରସିଦେଲା। କିନ୍ତୁ ଅଗସ୍ତ୍ୟ, ସେ ତ ନିଜ ଜଗବଳରେ ସବୁକିଛି ଆଗରୁ ଜାଣିସାରିଥିଲେ। ତଥାପି ସେ ବିନା କୌଣସି ଭୟରେ ଏକଦମ ଶାନ୍ତ ଭାବରେ ସେଇ ପୂରା ଭୋଜନଟାକୁ ଗ୍ରହଣ କଲେ। ଆଉ ତାପରେ ଯାହା ହେଲା ତାହା ସତରେ ଆଶ୍ଚର୍ଯ୍ୟଜନକ ଥିଲା। ତାଙ୍କର ଯୋଗଶକ୍ତି ଏତେ ପ୍ରବଳ ଥିଲା ଯେ ସେହି ମାରାତ୍ମକ ବିଷ ବି ତାଙ୍କ ଶରୀରରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଗଲା। ରାକ୍ଷସମାନଙ୍କର ଷଡ଼ଯନ୍ତ୍ର ଫେଲ୍ ହୋଇଗଲା, ଆଉ ଋଷି ଅଗସ୍ତ୍ୟ ନିଜ ଶକ୍ତି ବଳରେ ସେହି ଦୁଇ ଧୂର୍ତ୍ତ ରାକ୍ଷସଙ୍କୁ ସବୁଦିନ ପାଇଁ ଶେଷ କରିଦେଲେ। ଭାବୁଥିବେ କାହାଣୀ ଏଠି ସରିଗଲା? ଆଦୌ ନୁହେଁ। ରାକ୍ଷସଙ୍କୁ ତ ସେ ପରାସ୍ତ କଲେ, କିନ୍ତୁ ତାଙ୍କ ସାମ୍ନାକୁ ଆସିଲା ଆଉ ଏକ ନୂଆ ଆହ୍ୱାନ। ଆଉ ଏଥର ଶତ୍ରୁ କୌଣସି ରାକ୍ଷସ ନଥିଲା, ଥିଲା ଏକ ଅହଙ୍କାରୀ ପର୍ବତ। କଥାଟା ହେଉଛି ବିନ୍ଧ୍ୟ ପର୍ବତ, ଯିଏକି ଦିନେ ଖୋଦ୍ ଋଷି ଅଗସ୍ତ୍ୟଙ୍କର ଶିଷ୍ୟ ଥିଲା। ସମୟକ୍ରମେ ତା ଭିତରେ ଅହଙ୍କାର ଆଉ ଈର୍ଷ୍ୟା ଜାଗି ଉଠିଲା। ଆଉ ତାର ଈର୍ଷ୍ୟା କାହା ପ୍ରତି ଥିଲା ଜାଣିଛନ୍ତି? ସ୍ୱୟଂ ସୂର୍ଯ୍ୟଙ୍କ ପ୍ରତି। ଆଉ ଏହି ଈର୍ଷ୍ୟାର ପରିଣାମ ଥିଲା ଭୟଙ୍କର। ସୂର୍ଯ୍ୟଙ୍କ ରାସ୍ତା ରୋକିବା ପାଇଁ ବିନ୍ଧ୍ୟ ପର୍ବତ ଦିନକୁ ଦିନ ବଢ଼ିବାକୁ ଲାଗିଲା। ଧୀରେ ଧୀରେ ଏହା ଏତେ ଉଚ୍ଚ ହୋଇଗଲା ଯେ ସାରା ପୃଥିବୀ ଚିରଦିନ ପାଇଁ ଅନ୍ଧକାରରେ ବୁଡ଼ିଯିବାର ଭୟ ସୃଷ୍ଟି ହେଲା। ଏହା କେବଳ ଗୋଟିଏ ପର୍ବତର ଅହଙ୍କାର ନଥିଲା। ନା, ଏହା ଥିଲା ସିଧାସଳଖ ସୂର୍ଯ୍ୟଦେବ ସହସ୍ରାଂଶୁଙ୍କ ପାଇଁ ଏକ ଖୋଲା ଆହ୍ୱାନ। ଦେଖନ୍ତୁ, ପରିସ୍ଥିତି କେତେ ଗମ୍ଭୀର ଥିଲା। ଗୋଟେପଟେ ସୂର୍ଯ୍ୟଙ୍କର ନିର୍ଦ୍ଧାରିତ ରାସ୍ତା, ଆଉ ଅନ୍ୟପଟେ ବିନ୍ଧ୍ୟ ପର୍ବତର ଲକ୍ଷ୍ୟ ଥିଲା ତାଠାରୁ ବି ଉପରକୁ ଯାଇ ସୂର୍ଯ୍ୟଙ୍କର ଆଲୋକକୁ ସବୁଦିନ ପାଇଁ ପୃଥିବୀରେ ପହଞ୍ଚିବାରୁ ଅଟକାଇ ଦେବା। ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି। ଗୋଟିଏ ବଢ଼ୁଥିବା ପର୍ବତକୁ କିଏ ବା କିପରି ଅଟକାଇ ପାରିବ? ଏହା ଶୁଣିବାକୁ ତ ସମ୍ପୂର୍ଣ୍ଣ ଅସମ୍ଭବ ଲାଗୁଛି, ନୁହେଁ କି? କିନ୍ତୁ ଯେଉଁଠି ଶକ୍ତି କାମ ଦିଏନି, ସେଠି ବୁଦ୍ଧି କାମ ଦିଏ। ଆଉ ଏହି ଅସମ୍ଭବ କାର୍ଯ୍ୟର ସମାଧାନ କୌଣସି ଅସ୍ତ୍ରଶସ୍ତ୍ରରେ ନୁହେଁ, ବରଂ ଗୁରୁଙ୍କର ଗୋଟିଏ ଚତୁର ଆଦେଶରେ ଲୁଚି ରହିଥିଲା। ଯେତେବେଳେ ସବୁଆଡ଼ୁ ନିରାଶ ହେଲେ, ସ୍ୱୟଂ ସୂର୍ଯ୍ୟଦେବ ଋଷି ଅଗସ୍ତ୍ୟଙ୍କ ପାଖରେ ପହଞ୍ଚିଲେ। ଋଷି ଅଗସ୍ତ୍ୟ ଚାଲିଲେ ବିନ୍ଧ୍ୟ ପର୍ବତ ପାଖକୁ। ଆଉ ଯେମିତି ହିଁ ବିନ୍ଧ୍ୟ ନିଜ ଗୁରୁଙ୍କୁ ଦେଖିଲା, ତାର ସବୁ ଅହଙ୍କାର, ସବୁ ଗର୍ବ ଚୁରମାର ହେଇଗଲା। ସେ ଗଭୀର ଶ୍ରଦ୍ଧାରେ ନିଜ ମସ୍ତକ ନୁଆଇ ଦେଲା। ଆଉ ଏହି ସୁଯୋଗକୁ ଋଷି ଅଗସ୍ତ୍ୟ ଟିକେ ବି ହାତଛଡ଼ା କଲେନି। ସେ ସାଙ୍ଗେ ସାଙ୍ଗେ କହିଲେ, ମୁଁ ଦକ୍ଷିଣ ଦିଗକୁ ତୀର୍ଥଯାତ୍ରାରେ ଯାଉଛି। ମୁଁ ଫେରିବା ପର୍ଯ୍ୟନ୍ତ ତୁମେ ଏହିପରି ମଥାନତ କରି ରହିଥିବ। ଗୁରୁଙ୍କ ଆଦେଶ ପାଳନ କରି ବିନ୍ଧ୍ୟ ଅପେକ୍ଷା କରି ରହିଲା। କିନ୍ତୁ କାହାଣୀର ପ୍ରକୃତ ମୋଡ଼ ତ ଏଇଠି ଥିଲା। ସେହି ଗୁରୁ ସେହି ତୀର୍ଥଯାତ୍ରାରୁ ଆଉ କେବେ ବି ଫେରିଲେ ନାହିଁ। ଫଳରେ କ'ଣ ହେଲା? ଯେଉଁ ପର୍ବତ କାଲି ପର୍ଯ୍ୟନ୍ତ ପ୍ରତିଦିନ ଅହଙ୍କାରରେ ବଢ଼ି ଚାଲିଥିଲା, ଆଜି ସେଇ ପର୍ବତ ଗୁରୁଙ୍କର ଗୋଟିଏ କଥାରେ ସବୁଦିନ ପାଇଁ ମୁଣ୍ଡ ନୁଆଇ ରହିଗଲା।
ଆଉ ସୂର୍ଯ୍ୟଙ୍କ ରାସ୍ତା ପୁଣି ଥରେ ସବୁଦିନ ପାଇଁ ଖୋଲିଗଲା। ତେବେ ଏହି ଦୁଇଟି ଅଲଗା ଅଲଗା କାହାଣୀରୁ ଆମେ କ'ଣ ଶିଖିଲେ? ଗୋଟିଏ ରାକ୍ଷସଙ୍କ ବିରୁଦ୍ଧରେ ଆଉ ଗୋଟିଏ ପର୍ବତ ବିରୁଦ୍ଧରେ। ଏହା ଆମକୁ ଗୋଟିଏ ବହୁତ ବଡ଼ ସତ୍ୟ ଶିଖାଏ। ଜ୍ଞାନର ବିଜୟ ସବୁବେଳେ ହୁଏ। ଏହା ହିଁ ଥିଲା ଋଷି ଅଗଷ୍ଟ୍ୟଙ୍କ ବୁଦ୍ଧିର ପରିଚୟ। ଦେଖନ୍ତୁ କେତେ ସୁନ୍ଦର ଭାବରେ ସେ ପରିସ୍ଥିତିକୁ ସମ୍ଭାଳିଲେ। ଯେତେବେଳେ ରାକ୍ଷସଙ୍କର ଛଳନା ସାମ୍ନାକୁ ଆସିଲା, ସେ ନିଜର ଦିବ୍ୟ ଶକ୍ତି ବ୍ୟବହାର କଲେ। କିନ୍ତୁ ଯେତେବେଳେ ପର୍ବତର ଅହଙ୍କାର ବାଧା ଦେଲା, ସେଠି ସେ ଶକ୍ତି ନୁହେଁ ବରଂ ନିଜର ଚତୁର ବୁଦ୍ଧି ଲଗାଇଲେ। ତେବେ ଏହି କାହାଣୀ ଶେଷରେ ଆମ ସମସ୍ତଙ୍କ ପାଇଁ ଗୋଟିଏ ପ୍ରଶ୍ନ ଛାଡ଼ିଯାଉଛି। ଯେତେବେଳେ ଆମ ଜୀବନରେ କୌଣସି ବଡ଼ ବାଧା ଆସେ, ଯାହାକୁ ହଟେଇବା ଅସମ୍ଭବ ଲାଗେ, ସେତେବେଳେ କେଉଁଟା ଅଧିକ କାମ ଦିଏ, ଶକ୍ତି ନା ବୁଦ୍ଧି?